ଚାଲନ୍ତୁ କଳ୍ପନା କରିବା ଜଣେ ଏମିତି ରାଜକୁମାରଙ୍କ କଥା ଯିଏ ମାତ୍ର 16 ବର୍ଷ ବୟସରେ ଏକ ଏମିତି ସିଂହାସନ ପାଇଲେ ଯାହା ଦୁଃଖ ଆଉ ବିଶ୍ୱାସଘାତକତାରେ ବୁଡ଼ି ରହିଥିଲା। ଜଣେ ଏମିତି ଶାସକ ଯିଏ ନିଜର ବ୍ୟକ୍ତିଗତ ଦୁଃଖକୁ ଏକ ବିଶାଳ ସାମ୍ରାଜ୍ୟର ମୂଳଦୁଆ କରିଦେଲେ। ଆଜି ଆମେ ସେହି ମହାନ ସମ୍ରାଟ ହର୍ଷବର୍ଦ୍ଧନଙ୍କ ଅବିଶ୍ୱସନୀୟ କାହାଣୀ ଭିତରକୁ ଯିବା, ଯାହାଙ୍କ ଜୀବନ ଥିଲା ଦୁଃଖ, ବିଜୟ ଆଉ ପରିବର୍ତ୍ତନର ଏକ ଅଦ୍ଭୁତ ମିଶ୍ରଣ। ଆଉ ହର୍ଷଙ୍କ କାହାଣୀ ଆରମ୍ଭ କରିବା ପାଇଁ ଆମ ପାଖରେ ଜଣେ ଖାସ୍ ସାକ୍ଷୀ ଅଛନ୍ତି, ହୁଏନ୍ ସାଂ, ସେହି ଚୀନୀ ବୌଦ୍ଧ ଭିକ୍ଷୁ ଯିଏ ସାରା ଭାରତ ବୁଲିଥିଲେ। ତାଙ୍କ ମତରେ ହର୍ଷ ଥିଲେ ବହୁତ ନ୍ୟାୟପରାୟଣ ଆଉ ଉଦାର। ହେଲେ କଥାଟା କ'ଣ ଏତେ ସରଳ ଥିଲା? ଜଣେ ବିଦେଶୀ ଅତିଥିଙ୍କ ଏହି ପ୍ରଶଂସା ପଛରେ କେଉଁ ଜଟିଳ ସତ୍ୟ ଲୁଚି ରହିଥିଲା? ଚାଲନ୍ତୁ ଜାଣିବା। ଦେଖନ୍ତୁ, ଗୁପ୍ତ ସାମ୍ରାଜ୍ୟର ପତନ ପରେ ଉତ୍ତର ଭାରତର ଅବସ୍ଥା ଭଲ ନଥିଲା। ଛୋଟ ଛୋଟ ରାଜ୍ୟରେ ଭାଗ ହୋଇଯାଇଥିଲା ଆଉ ଚାରିଆଡ଼େ ରାଜନୈତିକ ଅସ୍ଥିରତା। ଠିକ୍ ଏହିଭଳି ଏକ ଅଶାନ୍ତ ପରିବେଶରେ ହିଁ ହର୍ଷଙ୍କ ପିଲାଦିନ କଟିଥିଲା, ଯେଉଁଠି ରାଜକୀୟ ବିଳାସ କମ୍ ଆଉ ଅକଳ୍ପନୀୟ ଦୁଃଖ ବେଶୀ ଥିଲା। ଗୋଟିଏ ପରେ ଗୋଟିଏ ଯେମିତି ଦୁଃଖର ପାହାଡ଼ ଖସି ଆସୁଥିଲା ହର୍ଷଙ୍କ ପରିବାର ଉପରେ। ପ୍ରଥମେ ବାପା ଚାଲିଗଲେ, ତାପରେ ଭିନୋଇଙ୍କୁ ନିର୍ମମ ଭାବେ ହତ୍ୟା କରାଗଲା ଆଉ ଭଉଣୀ ବନ୍ଦୀ ହେଲେ, ଆଉ ଶେଷରେ ନିଜ ବଡ଼ ଭାଇଙ୍କୁ ବିଶ୍ୱାସଘାତକତା କରି ମାରି ଦିଆଗଲା। ଏକଦମ କମ୍ ସମୟ ଭିତରେ ପୁରା ରାଜ୍ୟ ଅନ୍ଧକାର ଭିତରକୁ ଠେଲି ହୋଇଗଲା। ମାତ୍ର 16 ବର୍ଷ। ଭାବନ୍ତୁ ଥରେ, ଯେଉଁ ବୟସରେ ପିଲାମାନେ ଦୁନିଆକୁ ବୁଝିବା ଆରମ୍ଭ କରନ୍ତି, ସେହି ବୟସରେ ହର୍ଷଙ୍କ କାନ୍ଧ ଉପରେ ଥିଲା ଏକ ଭଙ୍ଗା ସିଂହାସନ ଆଉ ଚାରିପଟେ ଶତ୍ରୁଙ୍କ ଘେରା। କିନ୍ତୁ ଏହି ବୋଝ ତାଙ୍କୁ ଭାଙ୍ଗିଦେଲାନି, ବରଂ ଏହା ହିଁ ତାଙ୍କୁ ସେହି ସମ୍ରାଟ ଭାବେ ଗଢ଼ି ତୋଳିଲା ଯାହା ସେ ହେବାକୁ ଯାଉଥିଲା। ସିଂହାସନରେ ବସୁ ବସୁ ହର୍ଷଙ୍କ ସାମ୍ନାରେ ଦୁଇଟି ବଡ଼ ଆହ୍ୱାନ ଥିଲା। ପ୍ରଥମ, ନିଜ ଭଉଣୀ ରାଜଶ୍ରୀଙ୍କୁ ଉଦ୍ଧାର କରିବା, ଆଉ ଦ୍ୱିତୀୟ, ନିଜ ପରିବାରର ହତ୍ୟାର ପ୍ରତିଶୋଧ ନେବା। ବାସ୍, ଏହିଠାରୁ ହିଁ ଆରମ୍ଭ ହେଲା ତାଙ୍କର ବିଜୟ ଆଉ ଏକୀକରଣର ଏକ ବିଶାଳ ଯାତ୍ରା। କିନ୍ତୁ ହର୍ଷଙ୍କ ଲକ୍ଷ୍ୟ କେବଳ ପ୍ରତିଶୋଧ ନଥିଲା। ସେ ଜାଣିଥିଲେ ଯେ ଛୋଟ ଛୋଟ ଆପସରେ ଲଢ଼ୁଥିବା ରାଜ୍ୟଗୁଡ଼ିକୁ ଏକାଠି କରିବାକୁ ପଡ଼ିବ, ଆଉ ସେ ସେଇଆ ହିଁ କଲେ। ବହୁତ କୌଶଳର ସହିତ ଛୋଟ ଛୋଟ ରାଜ୍ୟକୁ ମିଶେଇ ସେ ଏକ ବିଶାଳ କେନ୍ଦ୍ରୀୟ ସାମ୍ରାଜ୍ୟର ମୂଳଦ୍ୱାର ପକାଇଲେ। ଏହା ତାଙ୍କର ଅସାଧାରଣ ଦୂରଦୃଷ୍ଟିର ପ୍ରମାଣ ଦିଏ। ହୁଏନ୍ ସାଂଙ୍କ ଲେଖା ଅନୁସାରେ ହର୍ଷଙ୍କ ସାମରିକ ଅଭିଯାନ ବହୁତ ଦ୍ରୁତ ଆଉ ବ୍ୟାପକ ଥିଲା। ମାତ୍ର 6 ବର୍ଷ ଭିତରେ ସେ ପଞ୍ଚଭାରତ ବା ଉତ୍ତର ଭାରତରେ ଏକ ବଡ଼ ଅଞ୍ଚଳକୁ ନିଜ ଅଧୀନକୁ ଆଣିସାରିଥିଲେ। ଏଥିରୁ ତାଙ୍କର ଅଭିଳାଷ ଆଉ ଶକ୍ତିର ପରିଚୟ ମିଳେ। ଉତ୍ତରରେ ନିଜର ଆଧିପତ୍ୟ ଜମେଇବା ପରେ ହର୍ଷଙ୍କ ନଜର ପଡ଼ିଲା ଦକ୍ଷିଣ ଉପରେ। ତାଙ୍କର ସାମ୍ରାଜ୍ୟର ସୀମା ବଢ଼ିବାକୁ ଲାଗିଲା, କିନ୍ତୁ ସେଠି ତାଙ୍କୁ ଏକ ଏମିତି ଶକ୍ତିର ସାମ୍ନା କରିବାକୁ ପଡ଼ିଲା ଯିଏ ତାଙ୍କ ପରି ହିଁ ପ୍ରତାପୀ ଥିଲେ। ଏବେ ଯେମିତି ମଞ୍ଚ ପ୍ରସ୍ତୁତ ହୋଇସାରିଥିଲା ଏକ ବଡ଼ ଟକ୍କର ପାଇଁ। ଗୋଟିଏ ପଟେ ଉତ୍ତରର ଅଧିପତି ହର୍ଷବର୍ଦ୍ଧନ ଆଉ ଅନ୍ୟପଟେ ଦାକ୍ଷିଣାତ୍ୟର ଶକ୍ତିଶାଳୀ ଶାସକ ପୁଲକେଶିନ ଦ୍ୱିତୀୟ। ଦୁଇଟି ବିଶାଳ ସାମ୍ରାଜ୍ୟର ଟକ୍କର ହେବାକୁ ଯାଉଥିଲା, ଆଉ ସେମାନଙ୍କ ଭାଗ୍ୟର ନିଷ୍ପତ୍ତି ହେବାର ଥିଲା ନର୍ମଦା ନଦୀ କୂଳରେ। ପ୍ରାୟ 618 ଖ୍ରୀଷ୍ଟାବ୍ଦରେ ନର୍ମଦା ନଦୀ କୂଳରେ ହୋଇଥିବା ଯୁଦ୍ଧରେ ହର୍ଷଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଲା। ଏହା ତାଙ୍କ ପାଇଁ ଏକ ବଡ଼ ଝଟକା ଥିଲା। ଏହି ଯୁଦ୍ଧ ପରେ ନର୍ମଦା ନଦୀ ହିଁ ତାଙ୍କ ସାମ୍ରାଜ୍ୟର ସ୍ଥାୟୀ ଦକ୍ଷିଣ ସୀମା ପାଲଟିଗଲା। ଏହା ସ୍ପଷ୍ଟ କରୁଥିଲା ଯେ ସେତେବେଳେ ଭାରତ କୌଣସି ଗୋଟିଏ ଶକ୍ତିର ଅଧୀନରେ ନଥିଲା। ଠିକ୍ ଅଛି, ଯୁଦ୍ଧର ସୀମା ତ ଥିର ହୋଇଗଲା। ଏହାପରେ ଆମେ ଦେଖୁ ହର୍ଷଙ୍କର ଏକ ସମ୍ପୂର୍ଣ୍ଣ ନୂଆ ରୂପ। ଯୋଦ୍ଧା ରାଜାରୁ ସେ ପାଲଟିଗଲେ କଳା, ସଂସ୍କୃତି ଆଉ ଜ୍ଞାନର ଜଣେ ବଡ଼ ପୃଷ୍ଠପୋଷକ। ତାଙ୍କ ରାଜସଭାର ଚେହେରା ହିଁ ବଦଳିଗଲା। ଶାନ୍ତି ଆଉ ସମୃଦ୍ଧିର ସେହି ସମୟରେ ହର୍ଷଙ୍କ ରାଜଧାନୀ କାନ୍ୟକୁବ୍ଜ ଏକ ଆନ୍ତର୍ଜାତୀୟ କେନ୍ଦ୍ର ପାଲଟିଗଲା। ଦେଶ ବିଦେଶରୁ ବିଦ୍ୱାନ, କଳାକାର, କବି ଆଉ ଧାର୍ମିକ ପର୍ଯ୍ୟଟକମାନେ ଆସିବାକୁ ଲାଗିଲେ। ଏହା ତାଙ୍କ ରାଜସଭାକୁ ଏକ କସ୍ମୋପଲିଟାନ୍ ବା ବିଶ୍ୱସ୍ତରୀୟ ପରିବେଶ ଦେଲା। ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା, ସେ କେବଳ କଳାର ପ୍ରଶଂସକ ନଥିଲେ, ସେ ନିଜେ ଜଣେ ସ୍ରଷ୍ଟା ଥିଲେ। ଜଣେ ଏତେ ବଡ଼ ସମ୍ରାଟ ହୋଇ ମଧ୍ୟ ସେ ନିଜେ ତିନିଟା ପ୍ରସିଦ୍ଧ ସଂସ୍କୃତ ନାଟକ ଲେଖିଥିଲେ। ଏହା ତାଙ୍କୁ ଇତିହାସରେ ଏକ ସ୍ୱତନ୍ତ୍ର ସ୍ଥାନ ଦିଏ। ତାଙ୍କ ରାଜକବି ବାଣଭଟ୍ଟଙ୍କ ଲେଖା ହର୍ଷଚରିତରେ ଆମକୁ ତାଙ୍କ ରାଜପ୍ରସାଦର ଏକ ସୁନ୍ଦର ଝଲକ ମିଳେ। ସେ ବର୍ଣ୍ଣନା କରିଛନ୍ତି ଧବଳ ଗୃହ ବିଷୟରେ, ଯାହା ଥିଲା 2 ମହଲା ବିଶିଷ୍ଟ ଏକ ଶଙ୍ଖ ପରି ଧଳା ପ୍ରାସାଦ। ଏହା କେବଳ ଭବ୍ୟ ନଥିଲା, ବରଂ ତାଙ୍କ ରାଜ୍ୟର ଶାନ୍ତି ଆଉ ସମୃଦ୍ଧିର ପ୍ରତୀକ ଥିଲା। ହେଲେ ହର୍ଷଙ୍କ ଜୀବନର ସବୁଠାରୁ ବଡ଼ ରହସ୍ୟ ଥିଲା ତାଙ୍କର ଧାର୍ମିକ ବିଶ୍ୱାସ।
ଏହା ତାଙ୍କ ଚରିତ୍ରର ଏକ ଏମିତି ଦିଗ ଯାହା ଆଜି ବି ଐତିହାସିକମାନଙ୍କୁ ଦ୍ୱନ୍ଦ୍ୱରେ ପକାଏ। ଏଠି ଦେଖନ୍ତୁ କେମିତି ଦୁଇଟି ଅଲଗା ଅଲଗା ଚିତ୍ର ସାମ୍ନାକୁ ଆସୁଛି। ଗୋଟେ ପଟେ ତାଙ୍କ ନିଜ ରେକର୍ଡ, ଯେଉଁଥିରେ ସେ ନିଜକୁ ଶିବଙ୍କର ପରମ ଭକ୍ତ ବୋଲି କହୁଛନ୍ତି, ଆଉ ଅନ୍ୟପଟେ ହ୍ୱେନ୍ସାଂଙ୍କ ବିସ୍ତୃତ ବିବରଣୀ, ଯେଉଁଥିରେ ତାଙ୍କୁ ବୌଦ୍ଧ ଧର୍ମର ଜଣେ ବଡ଼ ସମର୍ଥକ ଭାବେ ଦେଖାଯାଇଛି। ତେବେ କେଉଁଟା ସତ୍? ଏହା ହିଁ ଐତିହାସିକମାନଙ୍କ ମଧ୍ୟରେ ଏକ ବଡ଼ ବିତର୍କର ବିଷୟ। ହୁଏତ ସେ ବ୍ୟକ୍ତିଗତ ଭାବରେ ଶୈବ ଥିଲେ, କିନ୍ତୁ ଜଣେ ଶାସକ ଭାବରେ ସବୁ ଧର୍ମକୁ ସମାନ ସମ୍ମାନ ଦେଉଥିଲେ। ସେ ସବୁ ଧର୍ମର ବିଦ୍ୱାନମାନଙ୍କୁ ସମର୍ଥନ କରୁଥିଲେ। ତାଙ୍କର ପ୍ରକୃତ ଧାର୍ମିକ ବିଶ୍ୱାସ ଆଜି ବି ଏକ ରହସ୍ୟ। ଆସନ୍ତୁ ଏବେ ଦେଖିବା ହର୍ଷଙ୍କ ଶାସନର ଶେଷ ଭାଗରେ କ'ଣ ହେଲା। ସେ ଯେଉଁ ସ୍ଥିରତା ଆଣିଥିଲେ, ତାଙ୍କ ମୃତ୍ୟୁ ପରେ ସେ ସାମ୍ରାଜ୍ୟର ଭାଗ୍ୟରେ କ'ଣ ଥିଲା? ହର୍ଷଙ୍କ ଯିବା ପରେ ପରେ ଯେଉଁ ଘଟଣା ଘଟିଲା ତାହା ବହୁତ ନାଟକୀୟ ଥିଲା। ଚୀନର ଟାଙ୍ଗ ରାଜବଂଶ ସହ ତାଙ୍କର ଭଲ ସମ୍ପର୍କ ଥିଲା, କିନ୍ତୁ ତାଙ୍କ ପରେ ଯିଏ ରାଜା ହେଲେ ସେ ଚୀନର ଦୂତଙ୍କୁ ଆକ୍ରମଣ କରି ଏକ ବଡ଼ ଭୁଲ କଲେ। ଏହି ଘଟଣାରୁ ଜଣାପଡ଼େ ଯେ ସାମ୍ରାଜ୍ୟର ସ୍ଥିରତା କେତେ ମାତ୍ରାରେ କେବଳ ହର୍ଷଙ୍କ ବ୍ୟକ୍ତିଗତ ଶକ୍ତି ଆଉ କୂଟନୀତି ଉପରେ ନିର୍ଭର କରୁଥିଲା। ଆଉ ଏଠାରେ ଆମେ ଆସି ପହଞ୍ଚିଛେ ଶେଷ ପ୍ରଶ୍ନ ପାଖରେ। ହର୍ଷଙ୍କ ରାଜନୈତିକ ସାମ୍ରାଜ୍ୟ ତାଙ୍କ ମୃତ୍ୟୁ ପରେ ବେଶୀ ଦିନ ତିଷ୍ଠି ପାରିଲା ନାହିଁ, ଭାଙ୍ଗିଗଲା। କିନ୍ତୁ ସାହିତ୍ୟ, କଳା ଆଉ ଧାର୍ମିକ ସହିଷ୍ଣୁତାର ଯେଉଁ ସାଂସ୍କୃତିକ ପରିବେଶ ସେ ଛାଡ଼ିଗଲେ, ତାହା ଆଜି ବି ଆମ ପାଇଁ ପ୍ରେରଣା। ତେବେ ତାଙ୍କର ପ୍ରକୃତ ମହାନତା କେଉଁଥିରେ ଥିଲା? ଏକ କ୍ଷଣସ୍ଥାୟୀ ସାମ୍ରାଜ୍ୟରେ ନା ଏକ ଚିରନ୍ତନ ବିଚାରଧାରାରେ?